ହନୁମାନଙ୍କ ଦେହରେ ସିନ୍ଦୂର ବୋଳନ୍ତି କାହିଁକି? ଅଦ୍ଭୁତ ରାମାୟଣ ଅନୁସାରେ ଥରେ ଏକ ମଙ୍ଗଳବାର ଦିନ ସକାଳେ ହନୁମାନଙ୍କୁ ଭୋକ ଲାଗିବାରୁ କିଛି ଫଳ ଆଣିବା ପାଇଁ ସେ ମାତା ସୀତାଙ୍କ ପାଖରେ ପହଞ୍ଚିଲେ। ସୀତା ସେତେବେଳେ ନିଜ ସୀମନ୍ତରେ ସିନ୍ଦୂର ଲଗାଉଥିଲେ। ସୀମନ୍ତରେ ବା ସିନ୍ତିରେ ସିନ୍ଦୂର ଲଗାଉଥିଲେ। ଏହା ଦେଖି ହନୁମାନ ସିନ୍ଦୂର ଲଗାଇବାର କାରଣ କ'ଣ ସୀତାଙ୍କୁ ପଚାରିଲେ। ସୀତା କହିଲେ, ସଧବା ସ୍ତ୍ରୀଲୋକମାନେ ସ୍ୱାମୀର ମଙ୍ଗଳ ପାଇଁ ସୀମନ୍ତରେ ସିନ୍ଦୂର ଲଗାନ୍ତି। ଏ କଥା ଶୁଣି ହନୁମାନ ଭାବିଲେ, କେବଳ ସୀମନ୍ତରେ ସିନ୍ଦୂର ଲଗାଇଲେ ଯଦି ମଙ୍ଗଳ ହେବ, ତେବେ ସାରା ଶରୀରରେ ସିନ୍ଦୂର ଲଗାଇଲେ ସ୍ୱାମୀଙ୍କର ନିଶ୍ଚୟ ଅତି ମଙ୍ଗଳ ହେବ। ଏହା ଭାବି ନିଜ ସ୍ୱାମୀ ଶ୍ରୀରାମଙ୍କର ମଙ୍ଗଳ କାମନା କରି ସେ ନିଜ ଶରୀରରେ ସିନ୍ଦୂର ବୋଳି ଦେଇ ରାମଙ୍କ ସଭାରେ ଉପସ୍ଥିତ ହେଲେ। ହନୁମାନଙ୍କର ଅବସ୍ଥା ଦେଖି ସଭାସଦମାନେ ହସିଲେ। ମାତ୍ର ରାମ ହନୁମାନଙ୍କ ଉଦ୍ଦେଶ୍ୟ ବୁଝିପାରି ତାଙ୍କୁ ବର ପ୍ରଦାନ କଲେ ଯେ ଯଦି କେହି ମଙ୍ଗଳବାର ଦିନ ହନୁମାନଙ୍କ ଦେହରେ ଜୁଆ ସିନ୍ଦୂର ଲଗାଇବ, ତେବେ ତାକୁ ମୋର ପ୍ରସନ୍ନତା ପ୍ରାପ୍ତି ହେବ, ତାହାର ସମସ୍ତ ମନୋକାମନା ପୂରଣ ହେବ। ସେହିଦିନଠାରୁ ମନୋକାମନା ପୂରଣ ପାଇଁ ଲୋକେ ମଙ୍ଗଳବାର ଦିନ ହନୁମାନଙ୍କ ଶରୀରରେ ଜୁଆ ସିନ୍ଦୂର ଲଗାନ୍ତି।